ନମସ୍କାର। ଷଷ୍ଠ ଶ୍ରେଣୀ ବିଜ୍ଞାନ ବହିର ଆବର୍ଜନା ପାଠ ଆଜି ଆମେ ତାର ପ୍ରଶ୍ନୋତ୍ତର ଆଲୋଚନା କରିବୁ। ଗୋଟେ ଦେଇଛି ବକ୍ସ, ସ୍ଥାନ ଦେଇଛି ବିଦ୍ୟାଳୟ, ଘର, ରୋଷେଇ ଘର, ମନ୍ଦିର, ହାଟ, ବସ୍, ଟ୍ରେନ୍, ଗୁହାଳ, ହସ୍ପିଟାଲ, କଳକାରଖାନା। ଏସବୁ ସ୍ଥାନରୁ ସୃଷ୍ଟି ହେଉଥିବା ଆବର୍ଜନା ଗୁଡ଼ିକ। ବିଦ୍ୟାଳୟରେ ବାଦାମ ଚୋପା, ଚକୋଲେଟ ଜରି, ଟୁକୁରା କାଗଜ ଇତ୍ୟାଦି। ଘରରେ ଛିଣ୍ଡା କାଗଜ, ପଲିଥିନ୍ ଜରି, ଠୁଙ୍ଗା, ଖପରା, ଭଙ୍ଗା କାଗଜ ଇତ୍ୟାଦି। ତାପରେ ପୁନଃ ଚକ୍ରଣ ଯୋଗ୍ୟ ଆବର୍ଜନା ଆଉ ପୁନଃ ଚକ୍ରଣ ଅଯୋଗ୍ୟ ଆବର୍ଜନା। ଯୋଗ୍ୟ ପ୍ଲାଷ୍ଟିକ ଜିନିଷ, ପଲିଥିନ୍ ତିଆରି ଜିନିଷ ଯେମିତିକି ଆମେ ଆଉଥରେ ବ୍ୟବହାର କରିପାରମୁ। ଭଙ୍ଗା କାଗଜ, ଭଙ୍ଗା ଟିଣ, ଚିରା କାଗଜ, କଲଙ୍କି ଲାଗିଥିବା ଲୁହା, ଏଟାକୁ ଆମେ ପୁନଃ ଚକ୍ରଣ କରାଯାଇପାରିବ। କିନ୍ତୁ ଅଯୋଗ୍ୟ ହେଉଛି ହସ୍ପିଟାଲ ସଂକ୍ରମିତ ହୋଇଥିବା ଆବର୍ଜନା, ଦିନ ସରିଯାଇଥିବା ଔଷଧ ଓ କେଶକୁ ଆମେ ବ୍ୟବହାର କରି ନେଇପାରୁ। ଜୈବ ନିର୍ମୀକରଣ ଯୋଗ୍ୟ ଆବର୍ଜନା ଆଉ ଜୈବ ନିର୍ମୀକରଣ ଅଯୋଗ୍ୟ। ଭଙ୍ଗା କାଗଜ, ଧାତବ ପଦାର୍ଥ, ପ୍ଲାଷ୍ଟିକ, ପନିପରିବା ଚୋପା, ଟୁକୁରା ଛିଣ୍ଡା କାଗଜ, କାଗଜ ଠୁଙ୍ଗା, ଗାଈ ଗୋରୁଙ୍କ ମଲ, ମନୁଷ୍ୟ ମଲ, କୃଷିଜାତ ଆବର୍ଜନା, କଞ୍ଚା କିମ୍ବା ଶୁଖିଲା ଡାଳ। ଏ ହେଲା ଯୋଗ୍ୟର ଜୈବ ଆବର୍ଜନା। ତୁମେ କେଉଁ କେଉଁ ଆବର୍ଜନାକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରୁଛ ତାହା ଆଲୋଚନା କରି ଲେଖ। ହୋଇଛି ପରିବା ଚୋପା ଗୋଟେ ଆଚାର ବନୁଛି, ତାପରେ ଖତ ହଉଛି। ପାନ ମଶା ଡବା, ପେନ୍ ଷ୍ଟାଣ୍ଡ, ପଲା, ଫ୍ୟୁଜ ବଲ୍ବ, ସଜାସଜି ଖେଳନା, ନଡ଼ିଆ ସଢ଼େଇ, ଡଙ୍ଗା ଖେଳଣା, ଅଣ୍ଡା ଖୋଳ ଖତ ହଉଛି। ଖେଳନା ପଦାର୍ଥ ନେଇକି ଖତ ହଉଛି। ଦିଆସିଲି ଖୋଳ ଖେଳନା ପଦାର୍ଥ। ତାପରେ କେଉଁ ଆବର୍ଜନା କେତେ ଦିନରେ କ୍ଷୟ ହୁଏ? ପଚା ଫଳ ପରିବା ଚୋପା 6 ରୁ 15 ଦିନ, ଚିରା କାଗଜ 10 ରୁ 30 ଦିନ, କପଡ଼ା ତୁଲା 3 ରୁ 5 ମାସ, ପଶମ କପଡ଼ା 1 ବର୍ଷ, କାଠ 10 ରୁ 15 ବର୍ଷ, ଟିଣ 100 ରୁ 5 ବର୍ଷ, ପ୍ଲାଷ୍ଟିକ ମଣି 1 ନିୟୁତ ବର୍ଷ, କାଚ ଅବକ୍ଷୟ ହୁଏ ନାହିଁ। ବହି ପାଠର ପ୍ରଶ୍ନ ଉତ୍ତର। ପନିପରିବା ଚୋପାକୁ ଏଣେ ତେଣେ ନ ପକାଇ ମାଟିରେ ଗାଳ କରି ପୋତି ଦେବା। ପନିପରିବା ଚୋପା ଏକ ଜୈବ ନିର୍ମୀକରଣ ଯୋଗ୍ୟ ଆବର୍ଜନା। ଏହାକୁ ମାଟି ଭିତରେ ଗାଳ କରି ପୋତି ଦେଲେ ଏହା ଅଣୁଜୀବ ଦ୍ୱାରା ବିଘଟିତ ହୋଇ ମାଟିରେ ମିଶିଯିବ। ପନିପରିବା ଚୋପା ଏଣେ ତେଣେ ପକାଇଲେ ସେଗୁଡ଼ିକରେ ମାଛି ବସି ରୋଗ ସୃଷ୍ଟି କରିବେ ଏବଂ ଏଣେ ତେଣେ ଏହା କିଛି ଦିନ ପଡ଼ି ରହିଲେ ପଚି ଗନ୍ଧେଇ ପରିବେଶ ପ୍ରଦୂଷଣ କରିଥାଏ। ପ୍ଲାଷ୍ଟିକ ପୋଡ଼ିବ ନାହିଁ ବା ପଦାରେ ଫୋପାଡ଼ିବା ଦେବ ନାହିଁ। ପ୍ଲାଷ୍ଟିକକୁ ପୋଡ଼ିଦେଲେ ଏଥିରୁ ନିର୍ଗତ ଗ୍ୟାସ ବାୟୁ ପ୍ରଦୂଷଣ କରିଥାଏ। ପ୍ଲାଷ୍ଟିକକୁ ପଦାରେ ଫୋପାଡ଼ି ଦେଲେ ଏହାକୁ ଗାଈ ଗୋରୁ ଖାଇ ରୋଗାକ୍ରାନ୍ତ ହୁଅନ୍ତି। ଏଗୁଡ଼ିକ ଜୈବ ଅବକ୍ଷୟ ନୁହନ୍ତି କାରଣ ଏହାର ଅବକ୍ଷୟ ଅବଧି ପ୍ରାୟ 1 ନିୟୁତ ବର୍ଷ। ପ୍ରଥମ ଶବ୍ଦ ଦ୍ୱୟର ସମ୍ପର୍କରେ ଦେଖି ଦ୍ୱିତୀୟ ସମ୍ପର୍କ ଲେଖ। ପନିପରିବା ଚୋପା ଜୈବିକ ପ୍ଲାଷ୍ଟିକ, ପନିପରିବା ଚୋପା ଜୈବିକ, ତାହେଲେ ପ୍ଲାଷ୍ଟିକ କେମିତି ହେବ? ଅଜୈବିକ। ଚିରା କାଗଜ 10 ରୁ 30 ଦିନ, କାଠ 10 ରୁ 15 ବର୍ଷ, ପନିପରିବା ଚୋପା ଚକୋଲେଟ ଜରି ଖୋଳ, ବିଦ୍ୟାଳୟ ଟୁକୁରା କାଗଜ, ରୋଷେଇ ଘର ପନିପରିବା ଚୋପା। 3 ନମ୍ବର ଆବର୍ଜନା କ'ଣ? ତୁମ ଗାଁ ସହରର ଆବର୍ଜନା କିପରି ଉପଯୋଗ କରିପାରିବ ସଂକ୍ଷେପରେ ଲେଖ। ଯେଉଁ ବସ୍ତୁଗୁଡ଼ିକ ଆମ ବ୍ୟବହାର ଲାଗେ ନାହିଁ ତାହାକୁ ଆବର୍ଜନା କୁହାଯାଏ। ଗାଁ ଓ ସହରର ଆବର୍ଜନା ଗୁଡ଼ିକ ମୁଖ୍ୟତଃ ହେଲା ଚିରା କାଗଜ, ଭଙ୍ଗା କାଚ,
ଧାତବ ପଦାର୍ଥ, ପ୍ଲାଷ୍ଟିକ ନିର୍ମିତ ବସ୍ତୁ, ଗୋବର, ମଲ, ପନିପରିବା ଚୋପା, ଦିଆସିଲିକ, ଅଣ୍ଡାଖୋଲ, ନଡ଼ିଆ, ସଢ଼େଇ, ଫ୍ୟୁଜ ବଲ୍ ଇତ୍ୟାଦି। ଧାତବ ପଦାର୍ଥ, ପ୍ଲାଷ୍ଟିକ ନିର୍ମିତ ବସ୍ତୁ, ଭଙ୍ଗା କାଗଜ, ଚିରା କାଗଜ, ଚକୋଲେଟ ଜରି ଆଦି ଆବର୍ଜନାକୁ ପୁନର୍ବାର କାରଖାନାକୁ ପଠାଇଲେ ତାହା ପୁଣି ବ୍ୟବହାର ଉପଯୋଗୀ ହୋଇପାରିବ। ପରିବା ଚୋପାରୁ ଆଚାର ପ୍ରସ୍ତୁତ କରାଯାଇପାରିବ ଓ ଏହାକୁ ଖତ କରି ବ୍ୟବହାର କରାଯାଇପାରିବ। ଗୋମୂତ୍ର, ଗୋବର, ମଲ ଆଦିରୁ କମ୍ପୋଷ୍ଟ ଖତ ପ୍ରସ୍ତୁତ କରାଯାଇପାରିବ। କେତେକ ଆବର୍ଜନାକୁ ଜାଳେଣୀ ରୂପେ ବ୍ୟବହାର କରାଯାଇପାରିବ। ସଂକ୍ଷିପ୍ତ ଟିପ୍ପଣୀ ଲେଖ। ଜୈବିକ ଆବର୍ଜନା, ପ୍ରାଣୀ ଓ ଉଦ୍ଭିଦରୁ ମିଳୁଥିବା ଆବର୍ଜନାକୁ ଜୈବିକ ଆବର୍ଜନା କହନ୍ତି। ପନିପରିବା ଚୋପା, ଗୋବର, ଗୋମୂତ୍ର, ମଲ, ମାଛ କାତି, ମାଛ କଣ୍ଟା, ଅଣ୍ଡାଖୋଲ, ଅନାବନା ଗଛ, କେତେକ ମୃତ ପ୍ରାଣୀ, କୁଟା, କୁଣ୍ଡା, ଅଗାଡ଼ି, ଆଖୁ, ଛିଦା ଆଦି ଆବର୍ଜନା ଜୈବିକ ଆବର୍ଜନା। ଆବର୍ଜନାରୁ ପ୍ରସ୍ତୁତ ଉପଯୋଗୀ ବସ୍ତୁ। ଅନେକ ଆବର୍ଜନାରୁ କେତେକ ଉପଯୋଗୀ ବସ୍ତୁ ପ୍ରସ୍ତୁତ କରାଯାଇପାରେ, ସେଗୁଡ଼ିକ ହେଲା କୁଣ୍ଡା, ଗୋବର, ଅଗାଡ଼ି, କୋଇଲା ଗୁଣ୍ଡ, ଗୋଲ କୋଇଲା ପ୍ରସ୍ତୁତ କରାଯାଇପାରିବ। ଆଖୁଛେଦା, ଆଖୁପତ୍ର, ଭଙ୍ଗା ବାଉଁଶ ଆଦିରୁ କାଗଜ ପ୍ରସ୍ତୁତ କରାଯାଇପାରିବ। ପରିବା ଚୋପାରୁ ଆଚାର ପ୍ରସ୍ତୁତ କରାଯାଇପାରିବ। ଅନେକ ଖେଳଣା ମଧ୍ୟ ଭଙ୍ଗା କାଗଜ, ଭଙ୍ଗା ବାରଲାଇଟ, ପୋଡ଼ା ବଲ୍ବ, ଛିଣ୍ଡା ଜୋତା ଆଦି ଦିଆସିଲି ଖୋଳ ଆଦି ପ୍ରସ୍ତୁତ କରାଯାଇପାରିବ। 5 ନମ୍ବର, ଗୋଟିଏ ସାମଞ୍ଜସ୍ୟ ଓ ଗୋଟିଏ ପାର୍ଥକ୍ୟ ଲେଖ। ଜୈବିକ ଆବର୍ଜନା, ଜୈବିକ ଅଜୈବିକ ଆବର୍ଜନା। ଉଭୟ ଜୈବିକ ଓ ଅଜୈବିକ ଆବର୍ଜନା ପରିବେଶ ପ୍ରଦୂଷଣ କରିଥାଏ। ଜୈବିକ ଆବର୍ଜନା ବିଭିନ୍ନ ପ୍ରାଣୀ ଓ ଉଦ୍ଭିଦରୁ ସୃଷ୍ଟି ହୁଏ, କିନ୍ତୁ ଅଜୈବିକ ଆବର୍ଜନା ବିଭିନ୍ନ ଅଜୈବ ପଦାର୍ଥରୁ ସୃଷ୍ଟି ହୋଇଥାଏ।